ଆଜ୍ଞା ପଖାଳ ଖାଇଗଲେ 2,29,00,000 ଟଙ୍କାର ପଖାଳ ଖାଇଗଲେ। ସିଏ ପୁଣି କାହା ପଇସାରୁ? ନା ଆମ ଓଡ଼ିଶାବାସୀ ଆମ ସାଧାରଣ ଜନତାଙ୍କ ଟଙ୍କାରୁ 2,29,00,000 ଟଙ୍କାର ପଖାଳ ଖାଇଲେ ଆଉ ବର୍ବାଦ ବି କରିଦେଲେ। ତେଣୁକରି ଗୋଟିଏ ଜିନିଷ କହିବି ଆମର ମୁଖ୍ୟମନ୍ତ୍ରୀ ମୋହନ ବାବୁ ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମ୍ୟାଡାମକୁ, ମ୍ୟାଡାମ ଆପଣ ଯୋଉ ପଖାଳ ଖାଇଲେ ସେଥିରେ ଯାହା ଜଣା ପଡୁଛି ହାଣ୍ଡି ଡେକ୍ଚି କଡ଼େଇ ଏସବୁ ଭଲ ମନ୍ଦ କରିକି କିଣାକିଣି ହେଇଛି, ପୁଣି ବିରିୟାନୀ ଟିକେ ହେଇଛି, ମିନେରାଲ ୱାଟର ହେଇଛି। ଆଜ୍ଞା ପଖାଳରେ ଏଇସବୁ ହୁଏନି, ପଖାଳରେ ଏସବୁ ହୁଏନି। ଯଦି ଜାଣିନାହାନ୍ତି ଆଜ୍ଞା ଗୋଟିଏ ଜିନିଷ କହିବି ଆପଣଙ୍କୁ ଯେ ଆପଣ ଖରାପ ଭାବିବେନି, ମୋର ପ୍ରସ୍ତାବଟାକୁ ଯଦି ରଖିବେ ଆପଣଙ୍କୁ କହିବି ଯେ ଆଜ୍ଞା ଏବେ ବର୍ତ୍ତମାନ କଣ ହେଇଛି ନା ବର୍ତ୍ତମାନ ବର୍ଷା ଦିନ ଆସିଲାଣି, ଆମ ନୟାଗଡ଼ ଥରେ ଆସନ୍ତୁ। ନୟାଗଡ଼ ଥରେ ଆସିଲେ ଆପଣ ପଖାଳ କେମିତି ଖାଆନ୍ତି ଆପଣ ଦେଖିକି ଯିବେ। ଆଉ ଆପଣଙ୍କର ସେଇ ଯୋଉ ବିଶ୍ୱ ପ୍ରସିଦ୍ଧ ନା ଗିନିଜ ବୁକରେ ରେକର୍ଡ କରିବା କଥା ଆମେ ଏଠି କରେଇକି ଛାଡିବୁ। କାହିଁ କହୁଛି କି ଯୋଉ ବର୍ଷା ଦିନେ ଚାଷୀ ମାନେ ସବୁ ବିଲକୁ ଯାଆନ୍ତି ସେ ଗୋଟେ ଘୋଟଣା ନିଅନ୍ତି ଆଉ ସେ ପଖାଳ ନିଅନ୍ତି। ସେ ପଖାଳରେ କଣ କଣ ନିଅନ୍ତି ଜାଣିଛନ୍ତି ଆପଣ? ସେ ପଖାଳରେ ପଖାଳ ଭାତ ଗଣ୍ଡେ ନିଅନ୍ତି, ମାନେ ମାନେ ବାସି ଭାତକୁ ଗରମ ଭାତ ମିଶେଇ ଦିଅନ୍ତି ଆଉ ପଖାଳ ତାକୁ ତୋରାଣି ଦେଇ ନିଅନ୍ତି। ତାପରେ ଶାଗ ଭଜା ଟିକେ, ସେ ସଜନା ଶାଗ ଆଉ ଯୋଉ ତାପରେ ଛୁଇଁ ଛୁଇଁ ଭଜା ଟିକେ ନିଅନ୍ତି। ଆଉ ସବୁଠାରୁ ଭଲ ଜିନିଷ କଣ ନିଅନ୍ତି ଜାଣିଛନ୍ତି? ଆଳୁ ପୋଡା, ଆଳୁ ପୋଡା, ଆଳୁ ପୋଡା ଟିକେ ନିଅନ୍ତି, ପିଆଜ ଟିକେ ନିଅନ୍ତି, ରସୁଣ ଟିକେ ନିଅନ୍ତି, ଲଙ୍କା ଟିକେ ନିଅନ୍ତି। ଲଙ୍କା ନିଅନ୍ତି କଣ ନା କଞ୍ଚା ଲଙ୍କା ନିଅନ୍ତି, ନହେଲେ ତ ଲଙ୍କା ପୋଡିକି ନିଅନ୍ତି। ଲଙ୍କା ପୋଡିକି ଦେଲେ ସେ ଆଳୁରେ ମନ୍ଥିଲେ ଭାରି ବଢିଆ ଲାଗିବ ଆଉ ଭାରି ସ୍ୱାଦି, ଭାରି ଟେଷ୍ଟି। କଣ ବୁଝିପାରିଲେନି? ଆପଣ ସେ ସବୁ ଖାଇ ନଥିବେ। ତେଣୁକରି ନେକ୍ସଟ ଟାଇମ ଯଦି କେତେବେଳେ ପଖାଳ ଦିବସ କରିବେ ଆମ ଓଡିଶାର ଟଙ୍କା ଅଯଥାରେ ସାରିବେ ନାହିଁ। ଗହିରକୁ ଯିବା, ଗହିର ମାନେ ବିଲ ଯୋଉଠି ଥିବ ସେଇଠିକି ଯିବା, ଆମେ ସମସ୍ତେ ମିଶି ପଖାଳ ଖାଇବା ଆଉ କମ ଖର୍ଚ୍ଚରେ ପଖାଳର ପ୍ରଚାର ପ୍ରସାର ଆଉ ବିଶ୍ୱ ରେକର୍ଡ ହେଇଯିବ ଆଉ ଗିନିଜ ବୁକରେ ରେକର୍ଡ କରିଦେବେ। ଆଉ ଆପଣଙ୍କର ଯୋଉ ପଖାଳ ଆମେ ଯେତିକି ଯାହା ଶୁଣିଲୁ, ଆପଣ କଣ ସେ ପଖାଳରେ ହାଣ୍ଡି ଡେକ୍ଚି କଡ଼େଇ କଣ ସବୁ କିଣିକି ଆଣିଥିଲେ, ପୁଣି ବାହାରୁ ରୋଷେଇଆ ଆଣିଥିଲେ ଆଉ ମିନେରାଲ ୱାଟର ଲଗେଇଥିଲେ। କିନ୍ତୁ ଆମର ଆଜ୍ଞା ପଖାଳରେ ଏମିତି ହୁଏନି। ଆମର କୂଅ ପାଣି ନହେଲେ ନଳକୂଅ ପାଣିରେ ଭାତ ରୋଷେଇ ହୁଏ। ଭାତ ରୋଷେଇ ହେଲା ପରେ ସେ ପୁଣି ମାଟି ହାଣ୍ଡିରେ ହୁଏ। ଆପଣ ଯଦି ବିଶ୍ୱ ପ୍ରସିଦ୍ଧ କରିବାର ଥିଲା କିଛି ଅସୁବିଧା ନାହିଁ, କି ଖର୍ଚ୍ଚ ହେଲା କିଛି ଅସୁବିଧା ନାହିଁ, କାହିଁକିନା ଆପଣଙ୍କ ପକେଟରୁ ଯାଉନି, ସାଧାରଣ ଜନତାଙ୍କ ପକେଟରୁ ଯାଉଛି। ତେଣୁ ଯାଉ, କିଛି ଅସୁବିଧା ନାହିଁ। କିନ୍ତୁ ଜାଣିନାହାନ୍ତି, ଆପଣମାନେ ଜାଣିନାହାନ୍ତି। ଏବେ ଜାଣନ୍ତୁ ଯେ ଭାତ ମାଟି ହାଣ୍ଡିରେ ରୋଷେଇ ହବ। ତାପରେ ମାଟି ପଲମ, ପଲମ କହନ୍ତି, ତା ଉପରେ ଖାରପାଣିଆ ଶୁଖୁଆ ହଉ ଲୁଣି ଶୁଖୁଆ ହଉ ଏଇ ସବୁ ଟିକେ ଭଜା ହବ। ତାପରେ ଶାଗ ଭଜା ଟିକେ ହବ, ସୁଜନା ଛୁଇଁ ଟିକେ ଭଜା ହବ। ଏମିତି ସବୁ କରିକି ଆଜ୍ଞା ସିଏ ପଖାଳ କଲେ ଆପଣ ସେ ଯୋଉ ବାହାର ଲୋକଙ୍କୁ ଡାକିବେ ବୋଲି କହୁନଥିଲେ ଯୋଉ ବିଶ୍ୱ ପ୍ରସିଦ୍ଧ କରେଇବେ ବୋଲି ଦେଶ ବିଦେଶରୁ, ସେଇମାନଙ୍କୁ ଥରେ ଆଣନ୍ତୁ। ଆଉ ଆଣିଲେ ନିଶ୍ଚୟ ସେ ଖାଇବେ। ଆଉ ଖାଇଲା ପରେ ପଖାଳର ବାସ୍ନା ଆଉ ପଖାଳର ଯୋଉ ଟେଷ୍ଟ ମାନେ ମଧୁରଟା ସେ ଜାଣିପାରିବେ ଆଉ ଗିନିଜ ବୁକରେ ରେକର୍ଡ କରିବେ। ତେଣୁକରି ଆପଣ ମାନଙ୍କୁ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ମ୍ୟାଡାମକୁ ଅନୁରୋଧ, ମୋ କଥାକୁ ଦେହକୁ ଟିକେ ନେବେ ଆଉ ପଖାଳ ଦିବସ ଯେତେବେଳେ ପାଳନ କରିବେ ଆଜ୍ଞା ପଳେଇ ଆସିବେ। ନାଇଁ ତ ଏବେ ଆସନ୍ତୁ, ଏବେ ପଳେଇ ଆସନ୍ତୁ। ଅନୁରୋଧ କରୁଛି ଆମର ନୟାଗଡ଼କୁ ଥରେ ଆସନ୍ତୁ, ଆସିକି ପଖାଳ ଖାଇକି ଯାଆନ୍ତୁ। ବିଶ୍ୱ ରେକର୍ଡ ହବ, ଗିନିଜ ବୁକରେ ରେକର୍ଡ ହବ, ସବୁଥିରେ ଭୁରି ଭୁରି ଆପଣଙ୍କୁ ପ୍ରଶଂସା ହବ ଆଉ ଟଙ୍କା ଖର୍ଚ୍ଚ କମ ହବ। ତେଣୁକରି ଅନୁରୋଧ, ଆପଣ ଜନତାଙ୍କ ଟଙ୍କାକୁ ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ତେଣୁକରି ଦୟାକରି ସମସ୍ତଙ୍କୁ ଅନୁରୋଧ, ଭିଡିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଆଉ ଅଧିକ ମାତ୍ରାରେ ସେୟାର କରିଦିଅନ୍ତୁ ସେଇମାନଙ୍କ ପାଖକୁ। କାହା ପାଖକୁ? ଆମ ମୁଖ୍ୟମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ ମ୍ୟାଡାମଙ୍କ ପାଖକୁ ପଠେଇ ଦିଅନ୍ତୁ, ଯେମିତିକି ଏଇ ଭିଡିଓଟି ସେମାନଙ୍କ ପାଖରେ ପହଞ୍ଚିବ ଆଉ ମୋ ଅନୁରୋଧକୁ, ମୋ ପ୍ରସ୍ତାବକୁ ଗ୍ରହଣ କରିବେ। ନମସ୍କାର।